16 ଜାନୁଆରୀର ସେହି ଅନ୍ଧାର ରାତିରେ ଉତ୍ତରପ୍ରଦେଶ କାନପୁର ସହରର ରାତିର ସମୟ ପାଖାପାଖି 1ରୁ 2ଟା ସମୟ ଭିତରେ ଗୋଟିଏ 24 ବର୍ଷର ଯୁବକ ଥାନା ଭିତରେ ପ୍ରବେଶ କରି ପୋଲିସ ବାବୁମାନଙ୍କୁ କହୁଥାଏ ଅତି ନିମ୍ନ ସୁରରେ, ସାର୍ ଆପଣମାନେ ମୋତେ ଗିରଫ କରି ଥାନା ଭିତରେ ରଖିଦିଅନ୍ତୁ। ମୁଁ କିଛି ସମୟ ପୂର୍ବରୁ ମୁଁ ମୋ ନିଜ ହାତରେ ମୋର ସ୍ତ୍ରୀର ଜୀବନକୁ ଶେଷ କରିଦେଇଛି ସବୁଦିନ ପାଇଁ। ପୋଲିସ ବାଲା ସେହି ଯୁବକର ପ୍ରଥମେ କଥାକୁ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଗୋଟିଏ ଯୁବକ ଏତେ ରାତିରେ ନିଜ ସ୍ତ୍ରୀକୁ କାହିଁକି ହତ୍ୟା କରିଛି, ପୁଣି ହତ୍ୟା କରି ପୋଲିସ ସାମ୍ନାରେ ସେ କାହିଁକି ନିଜର ଗୁନାକୁ କବୁଲ କରିଛି? ଏହି କାହାଣୀଟି ଖାଲି ହତ୍ୟାର କାହାଣୀ ନଥିଲା, ବରଂ ଏହି କାହାଣୀଟି ଥିଲା ଧୋକା, ବିଶ୍ୱାସ, ପ୍ରେମ ଏବଂ ବିବାହ ପରି ପବିତ୍ର ସମ୍ପର୍କକୁ ଚୁରମାର କରି ଦେଇଥିଲା। ଆସନ୍ତୁ ପୁରା ଘଟଣାଟି ଜାଣିବା। ଏହି କାହାଣୀଟି ହେଉଛି ଉତ୍ତରପ୍ରଦେଶ କାନପୁରର ସଚିନ ଆଉ ସ୍ୱାତିର। ଏହି କାହାଣୀ ପ୍ରେମରୁ ଆରମ୍ଭ ହୋଇ ହତ୍ୟାରେ ଶେଷ ହୋଇଥିଲା। କାନପୁର ଫତେହିପୁର ଜିଲ୍ଲାର ମୋହନପୁର ଗାଁରେ ସଚିନ ସିଂ ଗୋଟିଏ ସିଧାସାଧା ମଣିଷ ଥିଲା ଆଉ ଭାରି ପରିଶ୍ରମୀ ମଧ୍ୟ ଥିଲା। ସଚିନଙ୍କ ଗାଁରେ ହିଁ ସ୍ୱାତି ସିଂର ଘର ଥିଲା। ଗୋଟିଏ ଗାଁ ଏବଂ ଗୋଟିଏ ପରିବେଶରେ ଦୁଇ ଜଣ ଖେଳକୁଦ କରି ବଡ଼ ହୋଇଥିଲେ, ହେଲେ କେବେ ପରସ୍ପରକୁ ଭଲ ପାଇ ବସିଥିଲେ କେହି ଜାଣିପାରିନଥିଲେ। ସଚିନ ସ୍ୱାତିକୁ ନିଜ ଜୀବନଠୁ ଅଧିକ ଭଲ ପାଉଥିଲା ଆଉ ସ୍ୱାତି ହିଁ ତାର ସବୁ କିଛି ଥିଲା। ହେଲେ ସଚିନ ଆଉ ସ୍ୱାତିର ପରିବାର ଲୋକମାନେ ତାଙ୍କ ପ୍ରେମକୁ କେବେ ଗ୍ରହଣ କରିନଥିଲେ। ତାପରେ ସେମାନେ ନିଜ ନିଜ ପରିବାର ଏଗେନ୍ଷ୍ଟରେ 4 ମାସ ତଳେ ଘରରୁ ଫେରାର ହୋଇ କୋର୍ଟ ମ୍ୟାରେଜ କରିଥିଲେ। ସେମାନଙ୍କୁ ଲାଗିଲା ସେମାନେ ଦୁନିଆ ଜିତିଗଲେ ବୋଲି। ବିବାହ ପରେ ସଚିନ ସ୍ୱାତିକୁ ନେଇ ଗୁଜରାଟ ରାଜ୍ୟର ସୁରତ ସହରରେ ଗୋଟିଏ ଘରୋଇ କମ୍ପାନୀରେ କାମ କରୁଥିଲା। ରାତି ଦିନ ପରିଶ୍ରମ କରି ନିଜ ସ୍ତ୍ରୀକୁ ସବୁବେଳେ ଖୁସିରେ ରଖିବାକୁ ଚେଷ୍ଟା କରୁଥିଲା। ହେଲେ ଏହି ଖୁସି ତାଙ୍କର ବେଶୀ ଦିନ ଯାଇନଥିଲା। ଗୋଟିଏ ମାସ କାମ କରିଲା ପରେ କୌଣସି କାରଣରୁ ସେମାନେ ନିଜ ସହର କାନପୁରକୁ ଫେରି ଆସିଥିଲେ। କିନ୍ତୁ ସେମାନେ ନିଜ ଘରକୁ ନ ଯାଇ ସେହି କାନପୁର ସହରରେ ହିଁ ଗୋଟିଏ ଘର ଭଡ଼ା ନେଇ ସଚିନ ଆଉ ସ୍ୱାତି ରହିବାକୁ ଲାଗିଥିଲେ। ସଚିନ ନିଜର ପେଟ ଆଉ ସ୍ୱାତିର ପେଟ ଭରିବାକୁ ଯାଇ ଗୋଟିଏ ଅଟୋ ରିକ୍ସା ଭଡ଼ାରେ ନେଇ ଡ୍ରାଇଭ୍ କରୁଥିଲା। ସଚିନ ସକାଳେ ନିଜ କାମରେ ବାହାରି ଯାଉଥାଏ, ପୁଣି ଅଧା ରାତିରେ ଘରକୁ ଫେରି ଆସୁଥାଏ ତାକି ଘର ଭଡ଼ା ଦେଇ ସ୍ୱାମୀ ସ୍ତ୍ରୀ ଖାଇ ପିଇ କିଛି ଟଙ୍କା ସଞ୍ଚୟ କରିବେ ବୋଲି। ସଚିନକୁ ଲାଗୁଥାଏ ସ୍ୱାତି ପାଇଁ ସେ ନିଜର ପରିବାର ଏବଂ ନିଜର ଘର ଆଉ ସବୁ ସମ୍ପର୍କକୁ ପର କରି ସ୍ୱାତିକୁ ନିଜର କରିଛି। ସ୍ୱାତି ହିଁ ତାର ଦୁନିଆ ବୋଲି। କିନ୍ତୁ ଅସଲ କାହାଣୀ ତ ଏବେ ଆରମ୍ଭ ହୋଇଥିଲା। କାନପୁରରେ ଘର ଭଡ଼ା ନେଇ ରହିବାର କିଛି ମାସ ପରେ ସ୍ୱାତିର ହାଉଭାଉରେ କିଛି ବଦଳାବ ଦେଖିବାକୁ ପାଇଥିଲା। ସଚିନ ସବୁ ସମୟରେ ମୋବାଇଲ ଫୋନରେ ବ୍ୟସ୍ତ ରହିବା ସ୍ୱାମୀ ପାଖରୁ ଦୂରକୁ ଯିବାକୁ ଲାଗିଥିଲା। ସଚିନକୁ ନିଜ ସ୍ତ୍ରୀ ସ୍ୱାତି ଉପରେ ଆଗରୁ ଟିକେ ଟିକେ ସନ୍ଦେହ ହେଉଥିଲା, ହେଲେ ସଚିନ କେବେ ନିଜ ସ୍ତ୍ରୀ ସ୍ୱାତିକୁ କିଛି କହିନଥିଲା। ସଚିନର ଇନକମ୍ ବହୁତ କମ୍ ଥିଲା, କିନ୍ତୁ ସ୍ୱାତି ପାଖରେ ବହୁତ ସମୟରେ ଗାଦା ଟଙ୍କା ଦେଖିବାକୁ ମିଳିଥିଲା। ଆଉ ସଚିନ ଯେତେବେଳେ ସ୍ୱାତିକୁ ପଚାରିଥିଲା ଏତେ ପଇସା କୁଆଡ଼ୁ ଆସିଲା, ସେତେବେଳେ ସ୍ୱାତି କହୁଥାଏ ଏଇ ସବୁ ପଇସା ମୋତେ ମୋ ପିଉସୀ ଦିଏ। ସବୁବେଳେ ବାହାନା କରି ସ୍ୱାମୀ ସହ କଥା ହେଉଥାଏ ସ୍ୱାତି। ସଚିନର ମନରେ କେବେଠାରୁ ସନ୍ଦେହର ଗଛ ଲାଗି ସାରିଥିଲା। ସଚିନ ଆଉ ସ୍ୱାତି ଯେଉଁ ଘରେ ଘର ଭଡ଼ା ନେଇ ରହୁଥିଲେ ସେହି ଘର ପାଖରେ ହିଁ ଇଞ୍ଜିନିୟରିଂ ଛାତ୍ର କିଛି ମଧ୍ୟ ରହୁଥିଲେ। ତାପରେ ଆସିଥିଲା 16 ଜାନୁଆରୀ 2026ର ରାତିରେ। ସଚିନ ନିଜ ସାଙ୍ଗମାନଙ୍କ ସହ କୁଆଡ଼େ ବୁଲିବାକୁ ଯିବ ବୋଲି ସ୍ୱାତିକୁ ଫୋନ କରି କହିଥିଲା। 16 ଜାନୁଆରୀ ରାତିରେ ସେ ଘରକୁ ଫେରି ଆସିବ ନାହିଁ। ସ୍ୱାତି ବି ଅନ୍ୟ ପଟରୁ ହଁ କରି ଫୋନକୁ କଟ୍ କରିଦେଇଥିଲା। ସ୍ୱାତିକୁ ଲାଗିଲା ସ୍ୱାମୀ ତ ରାତିରେ ଘରକୁ ଫେରି ଆସିବ ନାହିଁ, ଫୁଲ୍ ନାଇଟ୍ ଫ୍ରି ଅଛି। କିନ୍ତୁ ସ୍ୱାତିକୁ ଜଣା ନଥିଲା ସଚିନ ଏହି ସବୁ ଜାଣି ଶୁଣି ପ୍ଲାନ୍ କରିଥିଲା। ରାତି ବଢ଼ି ଯାଉଥାଏ। ହଠାତ୍ ସଚିନ ରାତି 11ଟା ବେଳକୁ ଘରକୁ ଫେରି ଆସିଥିଲା ଆଉ ତା ରୁମ୍ ଭିତରରୁ କିଛି ଗୁନ୍ଦୁର ଗାନ୍ଦାର କଥା ହେବାର ଶବ୍ଦ ମଧ୍ୟ ଶୁଣା ଯାଉଥିଲା। ରୁମ୍ ଭିତରେ ଖାଲି ସ୍ୱାତି ନଥିଲା, ବରଂ ସ୍ୱାତି ସାଙ୍ଗରେ ଆହୁରି 3 ଜଣ ପୁଅ ପିଲା ମଧ୍ୟ ଥିଲେ ଏବଂ ତାଙ୍କ ଦେହରେ କୌଣସି ପୋଷାକ ନଥିଲା। ଏହି 3 ଜଣ ପିଲା ଇଞ୍ଜିନିୟରିଂ ଛାତ୍ର ଥିଲେ। ସଚିନ ଏହି ସବୁ ଦୃଶ୍ୟ ଦେଖି ସେହି ଦିନ ରାତିରେ ହିଁ ମରିଯାଇଥିଲା। ଯେଉଁ ସ୍ତ୍ରୀ ପାଇଁ ସଚିନ ନିଜର ବାପା ମା, ଭାଇ ଭଉଣୀ ଏବଂ ବନ୍ଧୁବର୍ଗକୁ ପର କରି ସ୍ତ୍ରୀକୁ ନିଜର କରିଥିଲା, ଆଉ ଯେଉଁ ଝିଅକୁ 4 ମାସ ତଳେ ପ୍ରେମ କରି କୋର୍ଟ ମ୍ୟାରେଜ କରିଥିଲା, ଆଜି ସେହି ସ୍ତ୍ରୀ ସ୍ୱାମୀ ନଥିବା ଅବସ୍ଥାରେ ପର ପୁରୁଷ ପାଖରୁ ଦେହ ସୁଖ ନେଉଛି। ପୁଣି ଗୋଟିଏ ପୁରୁଷ ନୁହେଁ କି 2ଟି ନୁହେଁ, ଏକା ସାଙ୍ଗରେ 3ଟା ପୁରୁଷ ପାଖରୁ
ଦେହ ସୁଖ ନେଉଥିଲା ସ୍ୱାତି। ତାପରେ ସଚିନ ଏବଂ ସ୍ୱାତିର ପ୍ରେମିକା ମାନଙ୍କ ସହ ସଚିନର ଝଗଡ଼ା ଆରମ୍ଭ ହୋଇଯାଇଥିଲା। ଝଗଡ଼ା ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ ଆଖପାଖର ସବୁ ପଡ଼ୋଶୀ ମାନେ ତାଙ୍କ ରୁମ୍ ପାଖକୁ ଚାଲି ଆସିଥିଲେ। ଆଉ ସେଇ ଭିତରେ କେହି ଜଣେ ପୋଲିସକୁ ମଧ୍ୟ ଖବର ଦେଇଥିଲା। ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସଚିନ, ସ୍ୱାତି ଏବଂ ସ୍ୱାତିର 3 ପ୍ରେମିକକୁ ଗିରଫ କରି ପୋଲିସ ଷ୍ଟେସନ ନେଇ ଆସିଥିଲା। ଥାନାରେ ପୋଲିସ ବାଲା ପଚରା ଉଚରା କରିବାର ଆରମ୍ଭ କରିଦେଇଥିଲେ। ସଚିନ ପୋଲିସ ସାମ୍ନାରେ କାନ୍ଦି କାନ୍ଦି ଆଖି ଲୁହ ଓଠରେ ପିଇ କହୁଥାଏ, ଯେଉଁ ସ୍ତ୍ରୀ ପାଇଁ ମୁଁ ମୋର ସବୁ ସମ୍ପର୍କକୁ ପର କରିଦେଇ ଆଜି ସେହି ସ୍ତ୍ରୀ ହିଁ ମୁଁ ଘରେ ନଥିବା ଅବସ୍ଥାରେ ଅନ୍ୟ ପୁରୁଷମାନଙ୍କ ପାଖରୁ ଦେହ ସୁଖ ନେଉଛି। ପୋଲିସ ବାଲା ସଚିନର ସବୁ କଥା ଶୁଣି ସାରିଲା ପରେ ସେହି 3 ଜଣ ଯୁବକକୁ ହାଜତ ଭିତରେ ରଖିଦେଇଥିଲେ। ତାପରେ ସଚିନ ଏବଂ ସ୍ୱାତିକୁ ବୁଝେଇ ସୁଝେଇ ଘରକୁ ପଠେଇ ଦେଇ ଆଉ ପୋଲିସ ବାଲା କହିଥିଲେ ସେମାନଙ୍କୁ କାଲି ସକାଳେ ତୁମର ସବୁ କଥାର ସମାଧାନ କରାଯିବ ବୋଲି। ସଚିନ ନିଜ ସ୍ତ୍ରୀର ଚେହେରା ଦେଖିବାକୁ ଚାହୁଁନଥିଲା କି ସ୍ତ୍ରୀ ସହ ରହିବାକୁ ମଧ୍ୟ ଚାହୁଁନଥିଲା। ତାପରେ ବି ସଚିନ ପୋଲିସ ବାଲା କହିବା କଥା ଅନୁସାରେ ସଚିନ ନିଜ ସ୍ତ୍ରୀ ସ୍ୱାତି ସହ ସେହି ଘରକୁ ଫେରି ଆସିଥିଲା, ଯେଉଁ ଘରେ କିଛି ସମୟ ପୂର୍ବରୁ ତା ଆଖି ସାମ୍ନାରେ ନିଜ ସ୍ତ୍ରୀକୁ ଅନ୍ୟ ପୁରୁଷମାନେ ଝୁଣି ଝୁଣି ଖାଇ ଯାଉଥିଲେ। ଥାନାରୁ ଆସିବା ସମୟରେ ସବୁ କିଛି ନର୍ମାଲ ଥିଲା, କିନ୍ତୁ ରୁମ୍କୁ ପହଞ୍ଚିଲା ପରେ ଆଉ ଘରର କବାଟ ବନ୍ଦ କରିଲା ପରେ ପୁଣି ଥରେ ତାଙ୍କ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଝଗଡ଼ା ସୃଷ୍ଟି ଆରମ୍ଭ ହୋଇଯାଇଥିଲା। କିଛି ସମୟ ତାଙ୍କ ଭିତରେ ଝଗଡ଼ା ହେଲା ପରେ ସଚିନ ରାଗିଯାଇ ରାଗରେ ନିଜର ହୁସକୁ ହରେଇ ଆଗ ପଛ ନ ଚିନ୍ତା କରି ସିଧା ସ୍ୱାତିର ବେକକୁ ଚିପି ସ୍ୱାତିର ନିଶ୍ୱାସକୁ ସବୁଦିନ ପାଇଁ ବନ୍ଦ କରିଦେଇଥିଲା ସଚିନ। କିଛି ସମୟ ପରେ ସଚିନର ରାଗ ଟିକେ କମିଲା ପରେ ସେ ଜାଣିପାରିଥିଲା ତା ନିଜ ସ୍ତ୍ରୀ ମାନେ ଯେଉଁ ଝିଅକୁ ଭଲ ପାଇ ବିବାହ କରିଥିଲା ଘରବାଲା ଏଗେନ୍ଷ୍ଟରେ, ଆଜି ସେହି ଝିଅକୁ ହିଁ ତଣ୍ଟି ଚିପି ହତ୍ୟା କରିଦେଇଥିଲା ସଚିନ। ସଚିନକୁ ଲାଗିଲା ସେ ତ ହତ୍ୟା କରି ସାରିଛି ତା ସ୍ତ୍ରୀକୁ, ନା ସ୍ୱାତି ଆଉ ବଞ୍ଚିବ ନା ମୁଁ ପୋଲିସ ପାଖରୁ ଆଉ ବଞ୍ଚି ପାରିବି। ଏହି ସବୁ ଭାବି ଭାବି ସଚିନ ପୋଲିସ ପାଖରେ ଯାଇ ପହଞ୍ଚିଥିଲା ସେହି ରାତିରେ ହିଁ। ତାପରେ ପୋଲିସ ସାମ୍ନାରେ ନିଜର ଗୁନାକୁ କବୁଲ କରିଥିଲା ଆଉ ହତ୍ୟାର ପଛର ସବୁ କାହାଣୀ ପୋଲିସକୁ ଟିକିନିକି କରି ସଚିନ କହିଥିଲା। ଆପଣମାନେ କହିବେ ଏହି କାହାଣୀରେ ଭୁଲ କାହାର ଥିଲା, ସଚିନ ନା ସ୍ୱାତିର? ଜୟ ଜଗନ୍ନାଥ।